প্রিয় শ্রোতাবন্ধু, নবগ্রহ 27 নক্ষତ୍ର ଆପଣ ସମସ୍ତଙ୍କର ଶୁଭ କାମନା କରନ୍ତୁ। ଏହା ମୋର ସଦିଚ୍ଛା। ମୁଁ କୁଳମଣି ପଣ୍ଡା। ମୋର ଫୋନ୍ ନମ୍ବର 8033555583। ମୁଁ ଆଜି ପର୍ଯ୍ୟନ୍ତ ଆପଣଙ୍କ ସହିତ ଏକ ଦୀର୍ଘ ଆଲୋଚନା କରୁଥିଲି ଯେ ଚନ୍ଦ୍ର ଚଳନ। ଆମେ ପୁଣି ଆମ ପୁରୁଣା ଖାତାକୁ ପଳେଇବା ବୋଇଲେ ପରବର୍ତ୍ତୀ ପିରିୟଡ଼ରେ ଆମେ ମାସିକ ରାଶିଫଳ କହିବା ମାନେ ରବି ଚଳନ ଉପରେ ଆଲୋଚନା କରିବା। ମେଷଠାରୁ ମୀନ ପର୍ଯ୍ୟନ୍ତ 12 ରାଶି। ଏ ମାସରେ ବୋଲେ ଅଗଷ୍ଟ 17ଠୁ ସେପ୍ଟେମ୍ବର 17 ଯାଏ କେଉଁ କେଉଁ ପ୍ରକାର ସୁଖ ଦୁଃଖ ବୋଝ ବୋହି ମାସ ନଦୀକି ପାର ହେବେ ସେ ବିଷୟରେ ପରବର୍ତ୍ତୀ ପିରିୟଡ଼ରେ ଆଲୋଚନା କରିବା। ଆଜି ଆଲୋଚନା କରିବା ଚନ୍ଦ୍ର ଚଳନର ଶେଷ ଅଧ୍ୟାୟ, ଅଗଷ୍ଟ 5 ତାରିଖ ମଙ୍ଗଳବାର ପାଇଁ। ଅଗଷ୍ଟ 5 ତାରିଖ ମଙ୍ଗଳବାର ପାଇଁ ବୁଝିବା ମେଷ ରାଶିର ଦିନ ସାରା ମେଷ ରାଶିକୁ ଶୁକ୍ର, ବୁଧ, ମଙ୍ଗଳ ଓ ରାହୁଙ୍କର ଆଶୀର୍ବାଦ ଅଛି। ଦିନ 11ଟା 25 ପରେ ଚନ୍ଦ୍ର ବି କଲ୍ୟାଣ କରିବେ। ମାତ୍ର ଦିନ 11ଟା 25 ଯାଏ ଧନହାନି, ଅପମାନ ଓ ଚୋରି ଭୟ ଅଛି। 11ଟା 25 ପରଠାରୁ ଚନ୍ଦ୍ର ଶୁଦ୍ଧି ହେବ। ଆଉ 11ଟା 25 ଯାଏ ଶାରୀରିକ ଯନ୍ତ୍ରଣା ବହୁ ବାଧିବ। ପରେ ସବୁ ସମସ୍ୟା ଧୀରେ ଧୀରେ ଦୂରେଇ ଯିବ। ତଥାପି ଅପମାନ ପରି ଦୁର୍ଯୋଗ ଆସିବ। ପକେଟରୁ ପଇସା ଚାଲି ଯାଇପାରେ, ତେଣୁ ସାବଧାନ। 11ଟା 25 ପର୍ଯ୍ୟନ୍ତ ଆପଣ ସତର୍କ ରହନ୍ତୁ। ଦିନରେ ବି ଚୋରି ହେବାର ଭୟ ଅଛି, ପକେଟ ମାରର ଭୟ ଅଛି, ଅପମାନର ଭୟ ଅଛି, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ଆସିବା ବୃଷ ରାଶି ପାଖକୁ। ବନ୍ଧୁ, ସାରା ଦିନ ବୃଷ ରାଶିକୁ ଦ୍ୱିତୀୟ ଶୁକ୍ର, ଦ୍ୱିତୀୟ ଗୁରୁ, ତୃତୀୟ ରବି, ରାହୁ ଓ ଶନି ଦୟା କରିବେ। ଏଣୁ ହାତକୁ କିଛି ଆସିବ। ସେ ଜିନିଷ, ବସ୍ତୁ, ଧନ ବା ଆଉ କ'ଣ ହେଇପାରେ। ଏ ସହଜରେ ଏଗୁଡ଼ିକ ଆପଣଙ୍କର କରଗତ ହେବ। ଆଜି ବୃଷ ରାଶି ମହିଳାଙ୍କର ଘାତ ଚନ୍ଦ୍ର। ତେଣୁ 11ଟା 25 ପରେ ଅଶୁଭ ଚନ୍ଦ୍ର ଚଳନ ହେତୁ ଦେହ ଖରାପ ହେବ, ଶାନ୍ତି ଭଙ୍ଗ ହେବ। ପ୍ରଥମତଃ ମହିଳାମାନଙ୍କର ଘାତ ଚନ୍ଦ୍ର, ରକ୍ତପାତ ଯୋଗ ଅଛି। ମାସ ଏଇ ଦିନ ସାରା ଦୁର୍ଯୋଗ ଆସିବ। 11ଟା 25 ପରେ ସାବଧାନ। ଅନ୍ୟ ଗ୍ରହମାନେ ସହଯୋଗ କରିବେ, ବିପଦ ଆସିବ କିନ୍ତୁ କମ୍ ଦୁଃଖ ଦେବ। ଏବେ ଆସିବା ମିଥୁନ ପାଖକୁ। ମିଥୁନକୁ ଶୁକ୍ର, ବୁଧ, କେତୁ, ଚନ୍ଦ୍ର ଓ ଶନି ଏହି ଗ୍ରହଗଣ ଦୟା କରିବେ। ସର୍ବବିଧ ମଙ୍ଗଳ ହେବ। ମାତ୍ର ମହିଳାମାନଙ୍କର ଘାତ ଚନ୍ଦ୍ର ଜନିତ ରକ୍ତପାତ ହୋଇପାରେ। ନୂତନ କର୍ମ ସଂସ୍ଥାନ ହେବ। ଭଲ ଆୟ ହେବ। ଧନ, ବନ୍ଧୁ, ଖାଦ୍ୟ, ସୁଖ ଆଦି ଯାବତୀୟ ସୁବିଧା ମିଳିବ, ଶାନ୍ତି ମିଳିବ, ଆନନ୍ଦ ମିଳିବ। ଆଉ ଏସବୁ ପାଇଁ ଆପଣଙ୍କ ସମ୍ମୁଖରେ ଫୁଲମାଳା ଧରି ସୁଯୋଗ ଅପେକ୍ଷା କରିଛି। ଆପଣ ଖାଲି ଟିକେ ଭଲ କର୍ମ କରନ୍ତୁ, ଟିକେ ହସି ଦିଅନ୍ତୁ, ଉତ୍ତମ ବ୍ୟବହାର କରନ୍ତୁ, କାହାର ନିନ୍ଦା କରନ୍ତୁନି। ମନେ ମନେ ନିଷ୍ପତ୍ତି ନିଅନ୍ତୁ, ମୁଁ ଆଜି ପରୋପକାର କରିବି। ତେଣୁ ଆପଣଙ୍କର ଦିନଟି ମହା ଆନନ୍ଦରେ ଯିବ, ବଢ଼ିଆ ଦିନ। ଆସିବା କର୍କଟ ପାଖକୁ। କର୍କଟକୁ ଶୁକ୍ର, ମଙ୍ଗଳ, ଚନ୍ଦ୍ର ଏ ଗ୍ରହତ୍ରୟ ସମସ୍ତ ସୁଯୋଗ ଦେବେ। ସମସ୍ତ ସମସ୍ୟାର ସମାଧାନ ହେବ। ସମସ୍ତ ଆୟପନ୍ଥା ଖୋଲିଯିବ। ମାତ୍ର ଭାଇ ଭାଇ ମଧ୍ୟରେ, ବନ୍ଧୁ ବନ୍ଧୁ ମଧ୍ୟରେ, ସ୍ୱାମୀ ସ୍ତ୍ରୀ ମଧ୍ୟରେ ଟିକେ ମନାନ୍ତର ହେବ। ସମ୍ଭାଳି ନିଅନ୍ତୁ ନା। ଯିଏ ବନ୍ଧୁ ହେଉ କି ଜୀବନସାଥୀ ହେଉ କି ଭାଇ ହେଉ, ଯାହା କହୁଛନ୍ତି ହସି ହସି ଗ୍ରହଣ କରି ଯାଆନ୍ତୁ।
କିଛି ଉତ୍ତର ଦିଅନ୍ତୁନି। କାହିଁ ମନାନ୍ତର ହେବ? ଆଗେ ତ ମନାନ୍ତର, ତାପରେ ମତାନ୍ତର ଆଉ। ହଁ, ସବୁ ଆପଣଙ୍କ ଉପରେ ନିର୍ଭର କରେ। ସାବଧାନ। ଆସିବା ସିଂହ ପାଖକୁ। ଦିନ ସାରା ସିଂହକୁ ଚନ୍ଦ୍ର ଓ ବୃହସ୍ପତି ଦୟା କରିବେ, ଅନ୍ୟ ସପ୍ତଗ୍ରହ ବିରୁଦ୍ଧାଚରଣ କରିବେ। ଏଣୁ କେଉଁଠି କେମିତି ବାଡ଼େଇ ହୋଇ କାଟିବ, ଅନ୍ୟ ଅସୁବିଧା ନାହିଁ। 11:25 ଯାଏ ସାବଧାନତା ଅବଲମ୍ବନ କରନ୍ତୁ। 11:25 ଭିତରେ ନୂଆ ରୋଗ ଆଉ ପୁରୁଣା ରୋଗ ଉଭୟ ମିଶି ଆକ୍ରମଣ କରିବେ। ଆଉ 11:30 ପରେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିବ। ଚେଷ୍ଟା କରନ୍ତୁ, ହସନ୍ତୁ, ପରୋପକାର କରନ୍ତୁ, ଅନ୍ୟକୁ ଦିଅନ୍ତୁ, ମଙ୍ଗଳ ହେବ। ଆସିବା କନ୍ୟା ପାଖକୁ। କନ୍ୟା ରାଶିକୁ ଚନ୍ଦ୍ର ଦିନ 11:25 ଯାଏ ଦୟା କରିବେ। ପରେ ନୂଆ ନୂଆ ରୋଗ ସୃଷ୍ଟି ହୋଇ ଦୁଃଖ ଦେବ। ଅର୍ଥ ବ୍ୟୟ ଯୋଗ ଅଛି। ଯଦି କୁଆଡ଼େ ଯିବାର ଅଛି, ମଞ୍ଜି ଲଗାଇବାର ଅଛି, ଚାଷ ଆରମ୍ଭ କରିବାର ଅଛି, ବାଣିଜ୍ୟ ଆରମ୍ଭ କରିବାର ଅଛି, ମନ୍ଦିର ଯିବାର ଅଛି, ବିଦ୍ୟାରମ୍ଭ କରିବାର ଅଛି, ତାହେଲେ 11:25 ଭିତରେ ଏ କାମ ସବୁ ସାରି ଦିଅନ୍ତୁ, ଆରମ୍ଭ କରିଦିଅନ୍ତୁ। ଆଉ ତୁଳାକୁ ଶନି, ଗୁରୁ, ରବି, ମୁଁ କନ୍ୟା କଥା କହୁଥିଲି ପରା। କନ୍ୟା ରାଶିକୁ ଚନ୍ଦ୍ର ଦିନ 11:25 ଯାଏ ଦୟା କରିବେ। ପରେ ନୂଆ ନୂଆ ରୋଗ ସୃଷ୍ଟି ହେବ, ଦୁଃଖ ଆସିବ, ଅର୍ଥ ବ୍ୟୟ ଯୋଗ ଅଛି। ଯଦି କୁଆଡ଼େ ଯିବାର ଅଛି ବା କୌଣସି କାମ କରିବାର ଅଛି, ତାହେଲେ ଆପଣ 11:20 ଭିତରେ ସେ କାମ କରିଦିଅନ୍ତୁ। ଯାତ୍ରା ଆରମ୍ଭ କରନ୍ତୁ, ବୀଜ ବପନ କରନ୍ତୁ, ଔଷଧ ସେବନ କରନ୍ତୁ, ଦେବଦର୍ଶନ କରନ୍ତୁ ବା ଅନ୍ୟ କିଛି କରନ୍ତୁ 11:25 ଭିତରେ। କନ୍ୟା କଥା ସରିଲା। ଆଜି ଅଗଷ୍ଟ 5 ତାରିଖ ମଙ୍ଗଳବାର ବିଷୟରେ ମୁଁ କହୁଛି। ମଙ୍ଗଳବାର ତୁଳା ରାଶି ପାଇଁ। ତୁଳା ରାଶି ପାଇଁ ଅଗଷ୍ଟ 5 ତାରିଖ ମଙ୍ଗଳବାର ଏକ ଅସମୟ, ମାନେ ମହିଳାମାନଙ୍କର ଘାତ ଚନ୍ଦ୍ର। ଏଣୁ ସମସ୍ତ ପୁରୁଷମାନଙ୍କ ପାଇଁ ମଧ୍ୟ ସତର୍କତା ଅବଲମ୍ବନ କରାଯିବା ଉଚିତ। ଆଜି ପୁରୁଷ ସ୍ତ୍ରୀ ନିର୍ବିଶେଷରେ ସମସ୍ତଙ୍କ ଦୁଃଖ ହେବ। ତୁଳା ରାଶିଙ୍କର ସମୟ 11:25 ଯାଏ ଶୁଭବେଳା ଆସିବ। ତୁଳାକୁ ଶନି, ଗୁରୁ, ରବି, ବୁଧ, କେତୁ ଓ ଚନ୍ଦ୍ର ସହାୟ ହେବେ। ନାନାବିଧ ସୁଖ ମିଳିବ। ମାତ୍ର 11:25 ପରେ ଧନ ମିଳିଲେ ବି ଅଯଥା ଅପବାଦ, ନିନ୍ଦା ଓ କ୍ଷୟକ୍ଷତି ହେବ। 11:25 ଯାଏ ବହୁତ ଖରାପ। 11:25 ପରେ ଭଲ ସମୟ ଆସିବ, କିନ୍ତୁ ବୃଥା ଅପବାଦ ମିଳିବ, କିଛି କ୍ଷୟକ୍ଷତି ହୋଇଯାଇପାରେ। ହେଲେ ଏହି ଅପବାଦ ଶୁଣି ଭାଗି ପଡ଼ିବେ କି? ନାହିଁ, ଭାଗନ୍ତୁନି, ହସି ଦିଅନ୍ତୁ। କ୍ଷୟକ୍ଷତି ଯାହା ହେବ ତା ପୁଣି ପୂରଣ ହୋଇଯିବ, ଯେହେତୁ ଏତେ ଗୁଡ଼ିଏ ଗ୍ରହ ଆପଣଙ୍କୁ କଲ୍ୟାଣ କରିବେ। ଆସିବା ବିଛା ପାଖକୁ। ବିଛା ପାଇଁ ଆଜି 11:25 ଯାଏ ଶୁଭ ସମୟ ଅଛି। ଯଦି ଯାତ୍ରା କରିବାର ଅଛି, ଚାଷ ଆରମ୍ଭ କରିବାର ଅଛି ବା ଯାହା କିଛି ଶୁଭ କାମ କରିବାର ଅଛି, ତାହେଲେ 11:25 ଭିତରେ ସେ କାମ ଆରମ୍ଭ କରିଦିଅନ୍ତୁ। ପରେ ପରେ ଧନ ଆସିପାରେ, ମାତ୍ର ମନ ବିଚଳିତ ହେବ, ବିକଳ ହେବ। ଜୀବନ ସାଥୀଙ୍କ ସହିତ ଯଦି ମିଳିମିଶି ଚଳିବେ, ଜୀବନସାଥୀ ଆପଣଙ୍କୁ ସହଯୋଗ କରିବେ। ଜୀବନସାଥୀଙ୍କର ପରାମର୍ଶ ମାନିବେ ତ ଦିନ ଭଲରେ ଯିବ। ଯଦି ତାଙ୍କ ଉପରେ ଚିଡ଼ିବେ, ବିଗିଡ଼ିବେ, ଗଲା ଭାସିଯିବ। ସାବଧାନ। ଜୀବନସାଥୀକୁ ଆଦର କରନ୍ତୁ, ବିଶ୍ୱାସ କରନ୍ତୁ, ଭରସା କରନ୍ତୁ। ଭାଗ୍ୟାଧିପ ମଙ୍ଗଳ ପୂର୍ଣ୍ଣ ସହଯୋଗ କରିବେ। କେତୁ ବି ସହାୟ ହେବେ। ତେଣୁ ବିଛା ରାଶି ଯଦି ଚାହିଁବେ ତ ନିଜ ଗୋଡ଼ରେ କୁରାଢ଼ ଚୋଟ ଦେବେ, ନହେଲେ ନିଜ ହାତରେ ଫୁଲ ଗୁନ୍ଥି ନିଜ ବେକରେ ପକାଇ ଖୁସିରେ ରହିବେ। ବିଛା ରାଶି। ଏବେ ଆରମ୍ଭ କରିବା ଧନୁ କଥା। ଦିନ 11:25 ଯାଏ ନାନାବିଧ ସମସ୍ୟା ଭୋଗିବେ ଧନୁରାଶିର ବ୍ୟକ୍ତି ସମସ୍ତେ। ସମସ୍ତ ଧନୁରାଶିର ବ୍ୟକ୍ତି 11:25 ଯାଏ ସମସ୍ୟା ଭୋଗିବେ। ତୃତୀୟ ରାହୁ, ସପ୍ତମ ଗୁରୁ, ଅଷ୍ଟମ ବୁଧ, ଦଶମ ମଙ୍ଗଳଙ୍କ ସାହାଯ୍ୟ ଓ କରୁଣା ପାଇ ଆଜି ଦିନଟି ସୁଖରେ ଯିବ। 11:25 ପରେ ସୁଖ ଆରମ୍ଭ ହେବ। ନାନାବିଧ ସୁଖ, ଶାନ୍ତି, ବନ୍ଧୁ ଆନନ୍ଦ ଦେବେ। ବହୁ ଦିଗରୁ
अर्थ आसिब उत्तम भोजन मिलिब बहु दिन अपेक्षा करथिबा कार्यटी आज परिपूर्ण हेब मन खुशी जीव। देखिबा मकर कथा मकर राशि पाई आज 11:25 जाए भारी बढ़िया दिन परे देह मुंड खराब हेबो जहाँ किछि आरंभ करिवार अछि 11:25 भितर आरंभ कर दियंतु। आज दिन सारा कर्म चंचल रहिबे कर्मरु शांति पाइबे कर्मरु सुख पाइबे यथा संभव चुप रहिले तो भल मन खोला हस हसले आउ टिके भल जदि जुक्ति करिवे निज ज्ञानी बोली परिचय देवे ताहले अपमानित हेबे। सावधान हसंतु मन खोला हसंतु कर्म चंचल का कथा कान रे पड़ादुनी मुंड रे पड़ादुनी बढ़िया हो। तापर आसीबा कुंभ पाई पंचम बृहस्पति षष्ठ रवि षष्ठ बुध दशम और एकादश चंद्र आपण कल्याण करिवे। आपण बहुत दिन आशा करथिबा समस्त प्रकार सुख पाइबे। आपण जने कृतकर्मा बढ़िया काम करती आज प्रमाणित हो प्रशंसित हेबे धन मान खाद्य आदर आदि बहुल परिमाण मिल आज दिनटी उपभोग्य हेब पुराणा समस्या दूर हो सबुठु भल फल मिल से मानू कई कुंभ राशि मानू जो माने अतीत करिथिबा समस्त भूल पाई अनुताप करिवे आउ जा पाई अन्याय करथिन हाथ गोड़ धरी क्षमा मागिवे तो ऊपर आज चंदन पुष्प वृष्टि करिवे देवता माने नहले से मान तो गाली देवे। बंधु शेष राशि मीन राशि लोकंकु चतुर्थ शुक्र षष्ठ केतु दशम चंद्र पूर्ण सहयोग करिवे। दिन 11:23 जाए अपमान योग अच्छी तेणु दिन 11:23 जाए आप चुप रहतु सबू सुख मिल निरवता रक्षा कले भल हेब क्या कहतुनि ये जहाँ कौच कहू मार गोड़ी से कथा को तापर आपण को मंदिर मठ गिरजा मस्जिद निमंत्रण करिव आपण को धर्म क्षेत्र जावाक हेब तीर्थ जग अच्छी आज देवदर्शन कर सुजोग आसो नाना दिगर सुख मिल शांति मिल धन मिल आ उत्तम भोजन मिल नुआ बंधु और पुराणा बंधु सह मिलन हेब मन खोला हस हसबे उत्तम भोजन ओ साथी पाई आनंद दिन टी कटेबे। सरला बंधु मीन राशि कथा आम परवर्ती पीरियड रे रविचरण बा मासिक राशिफल आलोचना करवा। आज एति पुणी समय हेले चंद्र चरण पर कहि जय हो।